ଖ୍ରୀଷ୍ଟରେ ପ୍ରିୟ ଭାଇମାନେ ଏବଂ ଭଉଣୀମାନେ, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଆପଣମାନଙ୍କୁ ସତ୍ୟ ଜ୍ୟୋତି ନାମକ ୟୁଟ୍ୟୁବ୍ର ଏହି କାର୍ଯ୍ୟକ୍ରମ ପାଇଁ ଆପଣମାନଙ୍କୁ ସ୍ୱାଗତ କରେ ଏବଂ ମୋର ହାର୍ଦ୍ଦିକ ପ୍ରେମ ଅଭିନନ୍ଦନ ଆପଣମାନଙ୍କୁ ଜଣାଏ। ଆସନ୍ତୁ ଆଜି ଆମମାନେ ଅଳ୍ପ ସମୟ ପ୍ରଭୁ ପରମେଶ୍ୱରଙ୍କର ବାକ୍ୟରୁ ଆମମାନେ କିଛି ବିଷୟ ଆଲୋଚନା କରିବା। ଆପଣମାନେ ତାହା ପାଇପାରିବେ ପ୍ରକାଶିତ ବାକ୍ୟ ତାର 3 ଅଧ୍ୟାୟ 15 ଏବଂ 16 ପଦ। ପ୍ରକାଶିତ ବାକ୍ୟ 3 ଅଧ୍ୟାୟ ତାର 15 ପଦ ଏବଂ 16 ପଦ। ଏହି ସ୍ଥାନରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଲାଉଦିକିଆ ମଣ୍ଡଳୀ ନିକଟକୁ ଏକ ପତ୍ର ଲେଖନ୍ତି ଏବଂ ଏହି ସ୍ଥାନରେ ପ୍ରକାର ଲେଖାଯାଏ, ଆମ୍ଭେ ତୁମ୍ଭର କର୍ମ ଜାଣୁ, ତୁମ୍ଭେ ଶୀତଳ ନୁହଁ କିମ୍ବା ଉଷ୍ମ ମଧ୍ୟ ନୁହଁ। ତୁମ୍ଭେ ଶୀତଳ ହେଇଥିଲେ କିମ୍ବା ଉଷ୍ମ ହେଇଥିଲେ ଭଲ ହେଇଥାନ୍ତା। ତୁମେ ଶୀତଳ କିମ୍ବା ଉଷ୍ମ ହେଇନଥିବାରୁ ଈଶଦୂଷଣ ହେଇଥିବାରୁ ଆମ୍ଭେ ଆପଣା ମୁଖରୁ ତୁମ୍ଭକୁ ଉଦ୍ଗାର କରିବା ପାଇଁ ଯାଉଅଛୁ। ପ୍ରଥମରେ ସେ ଲେଖନ୍ତି, ତୁମ୍ଭେ ଶୀତଳ ନୁହଁ କିମ୍ବା ଉଷ୍ମ ନୁହଁ। ଦ୍ୱିତୀୟରେ ସେ କହନ୍ତି, ତୁମେ ଶୀତଳ କିମ୍ବା ଉଷ୍ମ ହେଇଥିଲେ ଭଲ ହେଇଥାନ୍ତା। ତାର ଅର୍ଥ ହେଉଛି ଶୀତଳକୁ ମଧ୍ୟ ପ୍ରଭୁ ଅଗ୍ରାହ୍ୟ କରିନାହାନ୍ତି କିମ୍ବା ଉଷ୍ମତାକୁ ମଧ୍ୟ ପ୍ରଭୁ ଅଗ୍ରାହ୍ୟ କରିନାହାନ୍ତି। ଶୀତଳକୁ ଉଷ୍ମତାକୁ ଯେ ପ୍ରକାର ଭାବରେ ପ୍ରଭୁ ଗ୍ରହଣ କରିଛନ୍ତି, ଶୀତଳତାକୁ ମଧ୍ୟ ଠିକ୍ ସେ ପ୍ରକାର ଭାବରେ ଗ୍ରହଣ କରିଛନ୍ତି। ଅନ୍ୟ କ୍ଷେତ୍ରରେ ଆତ୍ମିକ ଦୃଷ୍ଟିକୋଣରେ କହିବାକୁ ଗଲେ ଉଷ୍ମତାକୁ ଯେପରି ପ୍ରଭୁ ଏକ ଆତ୍ମିକ ଚଳଚଞ୍ଚଳ, ଆତ୍ମିକ ସଚେତନତା, ଆତ୍ମିକ ଉଷ୍ମତାକୁ ପ୍ରଭୁ ଗ୍ରହଣ କରିଛନ୍ତି, ଶୀତଳତାକୁ ମଧ୍ୟ ସେ ପ୍ରକାର ଭାବରେ ଏକ ଆତ୍ମିକ ସ୍ଥିର, ଆତ୍ମିକ ଜୀବନର ସ୍ଥିରତା ଉପରେ ପ୍ରଭୁ ଗ୍ରହଣ କରିଛନ୍ତି। ତେବେ ଆସନ୍ତୁ, ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯେଉଁ ଶୀତଳ କିମ୍ବା ଉଷ୍ମ କୌଣସି ପ୍ରକାର ଗୋଟେ ବସ୍ତୁ କିମ୍ବା କୌଣସି ପ୍ରକାର ଗୋଟେ ପଦାର୍ଥ ଉପରେ କହିନାହାନ୍ତି, ମଣିଷର ବିଶ୍ୱାସୀର ଏକ ଆତ୍ମିକ ଜୀବନ ଉପରେ ସେ କହିଛନ୍ତି। ଏ ଆତ୍ମିକ ଜୀବନର ବିଷୟକୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଏହି ଶୀତଳ କିମ୍ବା ଉଷ୍ମତାକୁ ଆବିଷ୍କାର କରିବା ପାଇଁ ଆମମାନେ ଲାଉଦିକିଆ ମଣ୍ଡଳୀର ତାର ପ୍ରାକୃତିକ ପରିସ୍ଥିତିର ପୃଷ୍ଠଭୂମିକୁ ଆମମାନେ ଯିବା। ତେବେ ଲାଉଦିକିଆ ମଣ୍ଡଳୀ ଗୋଟାଏ ବହୁତ ବଡ଼ ସହର, ଧନିକ ସହର, ବାଣିଜ୍ୟର ସହର। ଏଥିରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଜନ୍ମ ପୂର୍ବରୁ ପ୍ରାୟ 200 ବର୍ଷ ପୂର୍ବରୁ ରାଜା ଆଣ୍ଟିଓକ ସିଏ ଏହି ସହରକୁ ନିର୍ମାଣ କରିଥିଲେ ଏବଂ ଏହି ସହରର ନାମକରଣ ନିଜର ସହଧର୍ମିଣୀ ବା ତାଙ୍କ ନିଜର ସ୍ତ୍ରୀଙ୍କ ନାମରେ ନାମକରଣ କରିଥିଲେ, ଯାହାର ନାମ ଥିଲା ଲାଉଦିସିଆ। ଏହି ଲାଉଦିସିଆ ମଣ୍ଡଳୀ ବା ଏହି ଲାଉଦିସିଆ ସହରରେ ଏକ ମଣ୍ଡଳୀ ରହିଥିଲା, ଯାହାକି ପ୍ରେରିତ ପାଉଲଙ୍କର ପ୍ରଚାର ପୂର୍ବରୁ ମଧ୍ୟ ମଣ୍ଡଳୀ ରହିଥିଲା। ତେବେ କାହିଁକି ପ୍ରଭୁ ଯୀଶୁ ଖ୍ରୀଷ୍ଟ ଶୀତଳକୁ ବି ଭଲ ପାଆନ୍ତି ଏବଂ ଉଷ୍ମତାକୁ ଭଲ ପାଆନ୍ତି, ଏହି ପୃଷ୍ଠଭୂମି ଉପରେ ଆମେ ଆଲୋଚନା କରିବା। ଲାଉଦିକିଆ ସହର ମଧ୍ୟରେ ଭୂପୃଷ୍ଠରୁ ଯେଉଁ ପାନୀୟ ଜଳ ସେମାନେ ଆଦାୟ କରୁଥିଲେ, ତାହା ପାନ କରିବା ନିମନ୍ତେ ଉପଯୁକ୍ତ ନଥିଲା, ଦୂଷିତ ଜଳ ଥିଲା। ତେଣୁ ସେମାନେ 6-10 ମାଇଲ ଦୂରବର୍ତ୍ତୀ ସେମାନେ ହାଏରାପୋଲିସରୁ ଉଷ୍ମ ଜଳ ଆଣୁଥିଲେ ଏବଂ କଲସିରୁ ସେମାନେ ଶୀତଳ ଜଳ ଆଣୁଥିଲେ, ଆମଦାନୀ କରୁଥିଲେ ଏବଂ ସେମାନେ ନିଜର ପାନୀୟ ଜଳ ଭାବରେ ତାକୁ ବ୍ୟବହାର କରୁଥିଲେ। ଯେଉଁମାନେ ବାଣିଜ୍ୟ ନିମନ୍ତେ ବିଭିନ୍ନ ପ୍ରକାର କାର୍ଯ୍ୟ ନିମନ୍ତେ ସେମାନେ ଏହି ବାଣିଜ୍ୟିକ ସହରକୁ ଆସୁଥିଲେ, ସେମାନେ ଲାଉଦିକିଆର ଯେଉଁ ଭୂତଳ ଜଳ, ଯେଉଁ ଦୂଷିତ ଜଳକୁ ସେମାନେ ପାନ କରିପାରୁନଥିଲେ। ତେଣୁ ସେମାନେ ଏହି କଲସିରୁ ଥଣ୍ଡା ପାଣି, ହାଏରାପୋଲିସରୁ ଉଷ୍ମ ଜଳକୁ ସେମାନେ ବ୍ୟବହାର କରୁଥିଲେ। ତେବେ ଏହି ଲାଉଦିକିଆ ସହର ହେଉଛି ଗୋଟେ ଧନିକ ସହର। ଏଥିରେ 3ଟି ପ୍ରଧାନ ବିଷୟ ଥିଲା। ଗୋଟେ ହେଉଛି ବହୁତ ବଡ଼ ବ୍ୟାଙ୍କ ଥିଲା, ଯେଉଁ ଜାଗାରେ ଟଙ୍କା ପଇସାର ବହୁତ କାରବାର କରାଉଥିଲା। ଟଙ୍କା ନିଆ ହେଉଥିଲା, ଟଙ୍କା ରଖାଯାଉଥିଲା, ବିଭିନ୍ନ ପ୍ରକାର ବ୍ୟାଙ୍କ ବ୍ୟବସାୟ ସେଠି ବହୁତ ଚାଲିଥିଲା। ଏବଂ ଦ୍ୱିତୀୟରେ ଏହା ଗୋଟେ ପଶମ ପୋଷାକ ନିର୍ମାଣ ପାଇଁ ଗୋଟେ ବହୁତ ବଡ଼ କାରଖାନା ଏହି ଜାଗାରେ ଥିଲା। ଏବଂ ତୃତୀୟରେ ଗୋଟେ ବହୁତ ବଡ଼ ଚକ୍ଷୁ ଚିକିତ୍ସାଳୟ ଥିଲା। ଏଥିରେ ଚକ୍ଷୁ ଚିକିତ୍ସକଙ୍କୁ ମଧ୍ୟ, ଡକ୍ଟରମାନଙ୍କୁ ମଧ୍ୟ ତାଲିମ ଦିଆଯାଉଥିଲା
ଏବଂ ଚକ୍ଷୁକୁ ମଧ୍ୟ ଏଇ ଜାଗାରେ ଚକ୍ଷୁ ଚିକିତ୍ସା ମଧ୍ୟ କରାଯାଉଥିଲା। এই ତିନୋଟି ବିଷୟ ପାଇଁ ଏ ଲାଉଦିକିଆ ସହର ପ୍ରଧାନ ଭାବରେ ବିଖ୍ୟାତ ଥିଲା। ତେବେ ଆସନ୍ତୁ, ଯେତେବେଳେ ହାଏରାପୋଲିସରୁ ଉଷ୍ମ ଜଳ ଏବଂ କଲସି ସହରରୁ ଶୀତଳ ଜଳ ସେ ଲୋକମାନଙ୍କର ପାନୀୟର ସମସ୍ତ ପାନୀୟ ମେଣ୍ଟାଉଥିଲା, ପାନୀୟ ଜଳର ଅଭାବକୁ ତାହା ମେଣ୍ଟାଉଥିଲା। ତେଣୁ ପ୍ରଭୁ ଯୀଶୁଖ୍ରୀଷ୍ଟ ଏଇ ଜାଗାରେ ଏଇ ଲୋକମାନଙ୍କୁ କହୁଛନ୍ତି, ଯଦିଓ ତୁମେ ଶୀତଳ ହୋଇଥିଲେ ମଧ୍ୟ ଭଲ ହୋଇଥାନ୍ତା। ଲୋକମାନେ ଶୀତଳତା ପାଇଁ ମଧ୍ୟ ଶୀତଳତାର ଜଳ ପାନ କରିକି ମଧ୍ୟ ସେମାନେ ଆତ୍ମସନ୍ତୁଷ୍ଟି ଲାଭ କରିପାରିଥାନ୍ତେ, କିମ୍ବା ଉଷ୍ମ ଜଳ ହୋଇଥିଲେ ମଧ୍ୟ ସେମାନେ ଉଷ୍ମତାର ଜଳ ପାନ କରିକି ଆତ୍ମସନ୍ତୁଷ୍ଟି ଲାଭ କରିପାରିଥାନ୍ତେ। କିନ୍ତୁ ତୁମେ ଶୀତଳ ହେଲ ନାହିଁ କିମ୍ବା ଉଷ୍ମ ହେଲ ନାହିଁ। ଏକ ଈଶଦୁଷ୍ଣ, ଏକ ଅଲଗା ପ୍ରକାର ତୁମେ ଦୂଷିତ ହୋଇଗଲ। ତେଣୁ ଆମ୍ଭେ ତୁମକୁ ଆପଣା ମୁଖରୁ ଉଦ୍ଗାର କରିବା। ଆମେ ଅନେକ ସମୟରେ ଆମେ ଭାବିଥାଉ ଶୀତଳ ମାନେ ଆତ୍ମିକ ଜୀବନର ଶିଥିଳତାକୁ ବୁଝେଇଥାଏ, ବିପଥଗମନକୁ ବୁଝେଇଥାଏ, ଆତ୍ମିକ ଜୀବନର ଅଧୋପତନକୁ ବୁଝେଇଥାଏ। କିନ୍ତୁ ପ୍ରଭୁ ଯୀଶୁଖ୍ରୀଷ୍ଟ ଏଇ ଜାଗାରେ କହୁଛନ୍ତି, ତୁମେ ଶୀତଳ କିମ୍ବା ଉଷ୍ମ ହୋଇଥିଲେ ଭଲ ହୋଇଥାନ୍ତା। ଶୀତଳତାକୁ ମଧ୍ୟ ପ୍ରଭୁ ଭଲ ବୋଲି ସେ ମଣନ୍ତି। ତେଣୁ ମୋର ପ୍ରିୟ ଭାଇମାନେ ଏବଂ ଭଉଣୀମାନେ, ତେବେ କାହିଁକି ଶୀତଳ ଜଳକୁ ପ୍ରଭୁ ଏଇ ଜାଗାରେ ଉତ୍ତମ ବୋଲି ସେ ଭଲ ହୋଇଥାନ୍ତା ବୋଲି କହୁଛନ୍ତି? ଆମମାନେ ଦେଖିପାରିବା ଯେ ଯେତେବେଳେ ଦ୍ୱିତୀୟ ଗୀତ ସଂହିତା 23 ପର୍ବ ତାର 2 ପଦରେ ଲେଖାଯାଏ, ସ୍ଥିର ଜଳ ପାଖେ ପାଖେ ସେ ମୋତେ କଢ଼ାଇ ନିଅନ୍ତି। ଅର୍ଥାତ୍ ଜଳ ହେଉଛି ସ୍ଥିର, ଜଳ ହେଉଛି ସ୍ଥିର ଜଳ। ଏଇ ଜାଗାରେ ଦାଉଦ କହିବା ପାଇଁ ଯାଉଛନ୍ତି ଯେ ଆତ୍ମିକ ଦୃଷ୍ଟିକୋଣରେ ସ୍ଥିର ଜଳର ଅର୍ଥାତ୍ ଈଶ୍ୱରଙ୍କର ବାକ୍ୟ ସବୁବେଳେ ସ୍ଥିର। ଆପଣମାନେ କିଙ୍ଗ ଜେମ୍ସ ଭେର୍ସନର ଯଦି ଆପଣମାନେ ପଢ଼ିବେ, ଏଫିସି ପୁସ୍ତକ ତାର 5 ପର୍ବ 26 ପଦ, ସେଇ ଜାଗାରେ ବାକ୍ୟ ରୂପ ଜଳ ବୋଲି ଲେଖାଯାଏ। ବାକ୍ୟ ରୂପ ଜଳ, ଏବଂ এই ବାକ୍ୟ ଦ୍ୱାରା ହିଁ ଲୋକମାନେ ଜନ୍ମ ହୋଇଥାନ୍ତି। ଅନେକ ସମୟରେ এই ଜଳକୁ ସକାରାତ୍ମକ ଭାବରେ ବ୍ୟବହାର କରାଯାଇଛି ଏବଂ ବାଇବଲର ଅନେକ ଜାଗାରେ এই ଜଳକୁ ନକାରାତ୍ମକ ଭାବରେ ମଧ୍ୟ ବ୍ୟବହାର କରାଯାଇଛି। এই ଜାଗାରେ ଜିରିମିୟ 2 ପର୍ବ ତାର 13 ପଦ ହେଉ କିମ୍ବା ଯୋହନ 4 ପର୍ବ 10ରୁ 15 ପଦର ଭିତରେ ବି ହେଉ, এই ଜାଗାରେ ଆମେ ଦେଖିବାକୁ ପାଇପାରୁଛୁ ଯେ ଜୀବନ୍ତ ଜଳ କଥା ଜିରିମିୟ ଲେଖୁଛନ୍ତି ଏବଂ ସେହି ଜୀବନ୍ତ ଜଳ ସମୀରଣୀୟ ମହିଳାଙ୍କୁ ପାନ କରିବା ନିମନ୍ତେ ପ୍ରଭୁ ଯୀଶୁଖ୍ରୀଷ୍ଟ ପରାମର୍ଶ ଦେଉଛନ୍ତି, ଯାହା ସମୀରଣ ସ୍ତ୍ରୀଙ୍କର ହୃଦୟ ଭିତରେ ଏକ ଆତ୍ମିକ ଜଳର ତୃଷାକୁ 5 ଜଣ ସ୍ୱାମୀମାନଙ୍କ ସହିତ ତୁଳନା କରାଯାଇଛି। ଏହି 5 ଜଣ ସ୍ୱାମୀମାନେ ମଧ୍ୟ ତାଙ୍କର ତୃଷାକୁ ନିବାରଣ ନ କରିପାରିବା ଦ୍ୱାରା ସେ ତାଙ୍କ ପାଖରେ ଯେଉଁ ବର୍ତ୍ତମାନ ସ୍ୱାମୀ ଥିଲେ ସେ ମଧ୍ୟ ନିଜର ସ୍ୱାମୀ ବୋଲି ଅସ୍ୱୀକାର କରିବା ପାଇଁ ସେ ବାଧ୍ୟ ହୋଇଛନ୍ତି। ତେଣୁ ଏଇ ଯେଉଁ ତୃଷା ତାଙ୍କ ପାଖରେ ଥିଲା, ଏ ଅନନ୍ତ ଜୀବନ ରୂପ ତୃଷା ପ୍ରଭୁ ଯୀଶୁଖ୍ରୀଷ୍ଟ ଏକ ଜୀବନ୍ତ ଜଳ ଦ୍ୱାରା ତାଙ୍କର ଆତ୍ମିକ ତୃଷାକୁ ମେଣ୍ଟାଇ ପାରିଛନ୍ତି। ତେବେ ଗୀତ ସଂହିତା 107 ପର୍ବ 35 ପଦ ଏବଂ ଗୀତ ସଂହିତା 14 ପର୍ବ 8 ପଦରେ ମଧ୍ୟ ଲେଖାଯାଏ ଯେ ସେ ପ୍ରାନ୍ତରକୁ ଜଳାଶୟ କରନ୍ତି, ଶୁଷ୍କ ଭୂମିକୁ ସେ ଝରମୟ କରନ୍ତି। ଜଳକୁ, ଏକ ଶୀତଳ ଜଳକୁ ପ୍ରଭୁ ଏକ ଆତ୍ମିକ ଦୃଷ୍ଟିକୋଣରେ ଏଇ ଜାଗାରେ ସକାରାତ୍ମକ ଭାବରେ ବ୍ୟବହାର କରିଛନ୍ତି। ଗୋଟେ ମରୁଭୂମିକୁ ମଧ୍ୟ ସେ ଜଳମୟ କରିଦିଏ। ଯେଉଁ ଜାଗାରେ ପାଣି ଟୋପାଏ ମିଳିବା ପାଇଁ କଷ୍ଟକର, ସେଇ ଜାଗାରେ ମରୁଭୂମିକୁ ସେ ଜଳମୟ କରନ୍ତି ବୋଲି ଲେଖାଯାଏ। ଶୁଷ୍କ ଭୂମିକୁ ସେ ଝରଣାରେ ପରିବର୍ତ୍ତନ କରନ୍ତି ବୋଲି ମଧ୍ୟ ଲେଖାଯାଏ। ମୋର ପ୍ରିୟ ଭାଇମାନେ ଏବଂ ଭଉଣୀମାନେ, ଯିଶାୟ ତାର 58 ପର୍ବ 10 ପଦରେ ସେ ଲେଖନ୍ତି ଯେ ଆଶୀର୍ବାଦର ଜଳ, ପରମେଶ୍ୱର ଏହି ଜଳକୁ ଆଶୀର୍ବାଦ ଜଳ ରୂପେ ବ୍ୟବହାର କରିଛନ୍ତି ଏବଂ ଜିରିମିୟ 18 ପର୍ବ 14 ପଦରେ ଏହି ଜଳକୁ ଶୀତଳ ଜଳ ବୋଲି ବ୍ୟବହାର କରିଛନ୍ତି। ଶୀତଳ ଜଳକୁ ପ୍ରଭୁ ମଣନ୍ତି, ଭଲ ପାଆନ୍ତି ଏବଂ ତୃଷିତ ଲୋକମାନେ ପାନ କଲେ ଏକ ଆତ୍ମିକ ସନ୍ତୋଷ ସେମାନେ ଲାଭ କରନ୍ତି, ଶାରୀରିକ ସନ୍ତୋଷ ସେମାନେ ଲାଭ କରନ୍ତି, ଯାହାକି ମାଥ୍ୟୁ 10 ପର୍ବ ତାର 42 ପଦରେ ଯୀଶୁ କହୁଛନ୍ତି, ତୁମର ଅତିଥିକୁ ଯଦି ତୁମେ ଗିନାଏ ଥଣ୍ଡା ପାଣି ପାନ କରିବାକୁ ଦେବ, ତା ପାଇଁ ତୁମର ପ୍ରଚୁର ପୁରସ୍କାର ଅଛି। ଅର୍ଥାତ୍ ଗୋଟେ ଗିନାଏ ଥଣ୍ଡା ପାଣିକୁ ମଧ୍ୟ ପ୍ରଭୁ ପ୍ରଚୁର ଆଶୀର୍ବାଦରେ ପରିଣତ କରିବାର ସକ୍ଷମତା ଏହି ଜଳ ଉପରେ ଥାଏ।
तेणु मोर प्रिय भाई भौणी मैंने परिशेष उपदेश हितोपदेश 25 पर्व 25 पदर लिखा जाए सुसमाचार रूप जल सुसमाचार रूप जल को प्रभु यही जगार शीतल जल को प्रभु जीशुख्रीष्ट सुसमाचार जल भाव में यही जगार तार समतुलना करिसंती। तेणु मोर प्रिय भाई भौणी मैंने जल जो शीतल जल को लाउदिकिया मंडल को प्रभु जीशु कही शीतल जल एक सकारात्मक जल एक सुसमाचारक जल गोटे शुष्क भूमि रे जलसेचन करिवार जल गोटे आत्मिक झरणा बा जीवंत जल ए समस्त विषय को तुलना करी से कहउचंती प्रभु जीशु ख्रीष्ट तेज शीतल होइथिले भल होइथांता शीतल जल तुम्हें पान करथिले भल होइथांता। अर्थात जड़े विश्वासी को प्रभु जल द्वारा जल भाव में गोटे सकारात्मक भाव में परिणत करछंती। जो जल को जड़े अन्य लोक मैंने पान कले से माने निज जीवन में आत्मसंतोष लाभ करि पारिबे। एवं उष्म कथा तो आम समस्ते जानिचु आत्मिक भाव में पवित्र आत्मा उष्मता आत्मिक उष्मता आत्मिक सचेतनता आत्मिक चंचलता को यही उष्म जल बुझाई थाए। तेबे मोर प्रिय भाई भौणी माने यही जलर नकारात्मक विषय में बाइबल अनेक जगार लेखा जाइछि। जलर नकारात्मक विषय में लेखा जाइछि। माथ्यू 24 पर्व तार 12 पद नूतन नियम जदि आपण माने पढ़िबे अधर्म वृद्धि पाइले प्रेम शिथिल हुए अधर्म वृद्धि पाइले प्रेम शिथिल हुए। अधर्म द्वारा जो जो शिथिलता जो आत्मिक उष्मता विश्वासी जीवन में थाए अधर्म वृद्धि पाइले ए आत्मिक उष्मता धीरे धीरे शिथिल हो जाए। ए जगार एक शिथिलता को एक नकारात्मक भाव में प्रभु कहिचंती। यात्रा पुस्तक तार 7 अध्याय 15 और 17 पदर मध्य प्रभु कहिचंती जेतेबेले हरेब पर्वतर मूसा को 6 लाख लोक मानक उद्धार करने निमंते 430 वर्ष बंदित थिबा इस्राएल लोक मानक निकट को पठेले एवं महान पराक्रमी राजा फारोंकर सम्मुखा सम्मुखी होगापाई कहले सेतेबेले मूसा पाखे कौन निजस्व अस्त्र शस्त्र निजस्व पराक्रम किसी नथिला। सेतेबेले से परमेश्वर शक्ति परमेश्वर महिमा नहीं कि से फारो राजा सम्मुखें सम्मुखा सम्मुखी हेले एवं से कहते जदि तुम इस्राएल लोक मानक छाड़ीदेव ना मुक्ति देव ना ताहले समस्त मिसरर जल रक्तमय होब एवं से निजर जष्टि स्पर्श करी समस्त पोखरी नाल नाल बंध नदी समस्त जल रक्तमय होगला दूषित होगला। समस्त जल में बास कर प्राणीज माने सब मृत्यु भोग कले दुर्गंध है एवं परिशेष पुनर्बार से रक्तमय जल को मूसा एक सुशीतल जल भाव रूपांतरित कले। द्वितीय यात्रा पुस्तक 15 पर्व 22-25 पदर मध्य देखा जाए जेतेबेले इस्राएल लोक माने प्रांतर मध्य गमन करुचंती सेतेबेले से माने पानीर अभाव देखगला एवं जेतेबेले गोटे जगार पहले पानी थिला किंतु ताहा मारा बोली गोटे जगार पानी थिला किंतु ताहा तिक्त थिला पिता थिला किंतु परमेश्वर मूसा को आदेश देले गोटे निर्दिष्ट गोटे काठ आनी से पानी उपरे जल उपरे पकाते ताहा सुगंध सुमिष्ट है मिठा है। अर्थात जल को नकारात्मक भाव में व्यवहार करा जाय पारे सकारात्मक भाव में व्यवहार करा जाय एवं ईश्वर आश्चर्य कर्म पाई जल को व्यवहार करा जाइतिबार आमारे जोहन तार 2 पर्व 1 और 11 पद भितर जल को द्राक्षारस भाव में परिवर्तन करिथिबा विषय माने देखिबाकू पाई पारुचु। एपरिकी पुरातन नियम में प्रथम राजावली तार 18 अध्याय 38 पदर लेखा जाए जेतेबेले एलियो एवं बाल देवता मध्य गोटे जो बाल देवता मध्य जो गोटाए से मध्य गोटे जो अभियोग है जो से भितर अभियोग है परमेश्वर को प्रकाश करने निमंते सेतेबेले एलियो प्राय 3 कलश पानी एक खाई उपरे पकेले जो जगार वृक्ष को खंड खंड कर पका जाइथिला एवं सेमानकर प्रतिज्ञा थिला जे चुक्ति थिला से माने प्रार्थना करिवे ईश्वर स्वर्गर अग्नि निक्षेप करी से समस्त वृक्ष को से कौन करिवे वृक्ष को से कौन करिवे उपहार सदृश ग्रहण करिवे अर्थात ताकू पोड़ी पकेइबे। बाल देवता लोक माने बाल देव को सेवा करथिबा भाववादी अनेक समय धरी प्रार्थना कले किंतु से माने कौन उत्तर मिलला नहीं
ଯେତେବେଳେ ଏଲିଓ ପୁନର୍ବାର ସେଥିରେ ଜଳ ଢାଳି ପାଣିରେ ଭର୍ତ୍ତି ହୋଇଗଲା ଏବଂ ଯେତେବେଳେ ସେ 3 ଥର କଳସରେ ଜଳ ଢାଳି ଯେତେବେଳେ ପାଣିରେ ଭର୍ତ୍ତି ହୋଇଗଲା ସେତେବେଳେ ଗୋଟିଏ ପ୍ରାର୍ଥନାରେ ସ୍ୱର୍ଗରୁ ଅଗ୍ନି ଓହ୍ଲାଇ ଆସିଲେ ଏବଂ ସେଇ ଜଳମୟ ଯଜ୍ଞବେଦୀକୁ ମାଂସମୟ ବୃଷମାନଙ୍କୁ ସାଙ୍ଗେ ସାଙ୍ଗେ ସେ ଚାଟି ପକାଇଲେ। ଅଗ୍ନିରେ ସେମାନେ ସମସ୍ତେ ପୋଡ଼ି ହୋଇଗଲେ। ସେ ପ୍ରକାର ଭାବରେ ଜଳକୁ ସକାରାତ୍ମକ ଭାବରେ ପ୍ରଭୁ ଏହି ସ୍ଥାନରେ ବ୍ୟବହାର କରିଛନ୍ତି। ତେଣୁ ସେ ପ୍ରକାଶିତ ବାକ୍ୟ ତାର 3 ପର୍ବ 15 ପଦରେ କହୁଛନ୍ତି ତୁମେ ଶୀତଳ ହୋଇଥିଲେ ଭଲ ହୋଇଥାନ୍ତା କିମ୍ବା ଉଷ୍ମ ହୋଇଥିଲେ ଭଲ ହୋଇଥାନ୍ତା। ତେବେ ଆଜି ଆମମାନଙ୍କର ଆତ୍ମିକ ଜୀବନ କେଉଁ ଅବସ୍ଥାରେ ଅଛି? ଶୀତଳତାର ଏକ ସ୍ଥିର ବିଶ୍ୱାସରେ ସ୍ଥିର ଜଳ ଭାବରେ ଆମମାନେ ଅଛୁ ନା ଅସ୍ଥିର ଭାବରେ, ନା ମାନେ ଅଧର୍ମ ବୃଦ୍ଧି ପାଇବାରୁ ଆମମାନଙ୍କର ଆତ୍ମିକ ଜୀବନ ଶିଥିଳ ହୋଇଛି? ମୋର ପ୍ରିୟ ଭାଇମାନେ ଏବଂ ଭଉଣୀମାନେ, ନା ଆମମାନେ ଆତ୍ମିକ ଜୀବନର ଏକ ଉଷ୍ମତା ସଚେତନତା ଚଳଚଞ୍ଚଳ ଭାବରେ ଅଛୁ? ଆତ୍ମିକ ଜୀବନ ଈଶ୍ୱର ପରାୟଣ ଜୀବନ ଯାପନ କରୁଛୁ? ଯଦି ଏହି ବିଷୟ ଗୁଡ଼ାକ ଆମମାନଙ୍କ ପାଖରେ ନାହିଁ ତାହେଲେ ଲାଉଦିକିଆ ମଣ୍ଡଳୀକୁ ପ୍ରଭୁ ଯେ ପ୍ରକାର ଭାବରେ କହିଥିଲେ ଆମମାନଙ୍କୁ ମଧ୍ୟ ପ୍ରଭୁ ସେ ପ୍ରକାର ଭାବରେ କହନ୍ତି ଯେ ଆପଣା ମୁଖରୁ ଆମ୍ଭେ ତୁମକୁ ଉଦ୍ଗାର କରିବା।